ଘୁମାଠାରେ ଅନୁଷ୍ଠିତ ଟୁସୁ ମେଳା ଏଇଟା ଐତିହାସିକ। କାହିଁକି ଏ ଘୁମା ଟୁସୁ ମେଳା ମୁଁ ଯେତେବେଳେ ଛୁଆ ଥିଲି ସେବେରୁ ଶୁଣୁଛି। ଆଜି ମୋର 60 ବର୍ଷରୁ ଅଧିକ ହେଇଗଲା ବୟସ। ସେ ଛୁଆବେଳେ ମୁଁ ଶୁଣୁଛି। ତେଣୁ ଯେଉଁମାନେ ଏଇଠି ଅର୍ଗାନାଇଜ୍ କରିଛନ୍ତି ଖୁବ୍ ସୁନ୍ଦର ଭାବରେ ଆୟୋଜନ କରିଛନ୍ତି ଏବଂ ଆମର ସମ୍ପ୍ରଦାୟ ଏ କୁଡ଼ମୀ ସମ୍ପ୍ରଦାୟର ପରମ୍ପରାକୁ ସେମାନେ ବଜାଇ ରଖିଛନ୍ତି। ଟୁସୁ ମୁନି ଯୋଗ ଅପସରି ଖୁବ୍ ସୁନ୍ଦରୀ ଥିଲେ ଆମର କୁଡ଼ମୀ ସମ୍ପ୍ରଦାୟର। ମୋଗଲ ଶାସନ ସମୟରେ ତାକୁ ଜବରଦସ୍ତି ବାହା ହେବା ପାଇଁ ସମ୍ରାଟ ଚାହିଁଲେ, କିନ୍ତୁ ତାର ସତୀତ୍ୱକୁ ରକ୍ଷା କରିବା ପାଇଁ ଟୁସୁ ମୁନି ସେ ଗଣ୍ଡ ଭିତରକୁ ଝାସ ମାରିଥିଲେ, ତାର ନିଜର ସତୀତ୍ୱକୁ ବଞ୍ଚେଇଲେ। କିନ୍ତୁ ଏଇଟା ଗୋଟେ ପରମ୍ପରା କେବଳ କୁଡ଼ମୀ ଜାତିରେ ସୀମିତ ହୋଇ ରହି ନାହିଁ। ଆଜି ସାରା ମୟୂରଭଞ୍ଜ, ଓଡ଼ିଶା, ବେଙ୍ଗଲ ଏବଂ ଝାଡ଼ଖଣ୍ଡରେ ପୁରା ଟୁସୁ ମେଳାର ଚାହିଦା ଏବେ ବଢ଼ୁଛି। ସମସ୍ତେ ତାକୁ ଗ୍ରହଣ କରିସାରିଛନ୍ତି। କିନ୍ତୁ ଆଜି ଧନ୍ୟବାଦ ଦେବି, ଯେଉଁ ଦିନଠୁ ये मेला आरंभ होइछि टुसु मुनिर कथा आसीछि से संप्रदाय को धन्यवाद देवी। आज कुड़मी जातिर ही एटा आरंभ होइछि। तो कुड़मी संप्रदाय एटा को बंचाई रखे संस्कृति परंपरा ऐतिह्य एटा पाई तांगर परिचय आज अछि। समाज रे से माने परिचित अछंती जे एटा कुड़मी संप्रदाय। तेणु मु आगामी दिन रे सब युवक युवती मान को एटा निर्देश देउछि, आवेदन करूछि ये परंपरा को जेते आम ऊपर को गले मध्य निजर परंपरा को केबे छाड़िबा नाही। एइटार ही हमर परिचय अछि, एइटार ही हमर सम्मान अछि। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।